ନିଜର ସ୍ଥାନ ଖୋଜିବା ଏହା କେବଳ ଗୋଟେ ଟେକ୍ନୋଲୋଜି ନୁହେଁ ବରଂ ଏହା ପଛରେ ଲୁଚି ରହିଛି ଶତାବ୍ଦୀ ଶତାବ୍ଦୀ ଧରି ଚାଲିଥିବା ଏକ ଆବିଷ୍କାରର କାହାଣୀ। ତେବେ ଚାଲନ୍ତୁ ଆଜି ସେହି ରୋମାଞ୍ଚକର ଯାତ୍ରାରେ ସାମିଲ ହେବା। କେବେ ଭାବିଛନ୍ତି ଆମେ କେମିତି ଜାଣୁ ଯେ ଆମେ ଠିକ୍ କେଉଁଠି ଅଛୁ? ଏହା ଶୁଣିବାକୁ ଏକ ସାଧାରଣ ପ୍ରଶ୍ନ ଭଳି ଲାଗୁଥାଇପାରେ, କିନ୍ତୁ ଏହାର ଉତ୍ତର ସବୁବେଳେ ଏତେ ସହଜ ନଥିଲା। ଆଜି ଆମେ ଗୋଟିଏ କ୍ଲିକ୍ରେ ନିଜର ଠିକଣା ଜାଣିପାରୁଛୁ, କିନ୍ତୁ ଏହି ସୁବିଧା ପଛରେ ଏକ ବହୁତ ଲମ୍ବା ସଂଘର୍ଷର କାହାଣୀ ରହିଛି। ହଁ, ଆଜି ଆମ ପାଇଁ ଯାହା ଏତେ ସାଧାରଣ କଥା, ତାହା ଦିନେ ମଣିଷ ଜାତି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। କଳ୍ପନା କରନ୍ତୁ, ଶହ ଶହ ବର୍ଷ ଧରି ଏଇଟା ଥିଲା ପୃଥିବୀର ସବୁଠୁ ବଡ଼ ଅସମାହିତ ରହସ୍ୟ। ଗୋଟେ ଏମିତି ସମସ୍ୟା ଯେଉଁଥିପାଇଁ ସମୁଦ୍ରରେ ଜାହାଜ ବାଟବଣା ହେଉଥିଲା, ହଜାର ହଜାର ଲୋକଙ୍କ ଜୀବନ ଯାଉଥିଲା, ଆଉ ଦେଶର ଅର୍ଥନୀତି ବିପଦରେ ପଡ଼ୁଥିଲା। ତେବେ ଏହି ଭୟଙ୍କର ସମସ୍ୟାର ସମାଧାନ ପାଇଁ ପ୍ରଥମ ପଦକ୍ଷେପ କ'ଣ ଥିଲା? ସେଇଟା ଥିଲା ପୁରା ପୃଥିବୀକୁ କାଳ୍ପନିକ ରେଖାର ଏକ ଜାଲ ବା ଗ୍ରିଡ୍ରେ ବାନ୍ଧିବା। ଏହାର ପ୍ରଥମ ସୂତ୍ର ମିଳିଥିଲା ଆଜିକୁ ପ୍ରାୟ 2000 ବର୍ଷରୁ ବି ଅଧିକ ସମୟ ପୂର୍ବରୁ, ଖ୍ରୀଷ୍ଟପୂର୍ବ 3ୟ ଶତାବ୍ଦୀରେ। ଇରାଟୋସ୍ଥିନିସ୍ ନାମକ ଜଣେ ଗ୍ରୀକ୍ ବିଦ୍ୱାନ ପ୍ରଥମ ଥର ପାଇଁ ଏକ କ୍ରାନ୍ତିକାରୀ ଚିନ୍ତାଧାରା ଆଣିଲେ। ଚାଲନ୍ତୁ ଏହାକୁ ସହଜରେ ବୁଝିବା। ଭାବନ୍ତୁ ପୃଥିବୀଟା ଗୋଟେ ବଲ୍। ଆମେ ତା ଉପରେ କିଛି ଆଡ଼କୁ ରେଖା ଟାଣିଲେ, ଯାକୁ କୁହାଗଲା ଅକ୍ଷାଂଶ। ଏହା ଆମକୁ କହିଲା ଯେ ଆମେ ଉତ୍ତରରେ ଅଛୁ ନା ଦକ୍ଷିଣରେ। ତାପରେ ଆମେ କିଛି ଠିଆ ରେଖା ଟାଣିଲେ, ଯାକୁ କୁହାଗଲା ଦ୍ରାଘିମା। ବାସ୍, ଏହି ଦୁଇ ପ୍ରକାର ରେଖା ଯେଉଁଠି ପରସ୍ପରକୁ ଛେଦ କଲେ, ସେଇଟା ହିଁ ହେଉଛି ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନ। ହେଲେ କାଗଜ ଉପରେ ଏହି ଗ୍ରିଡ୍ ତିଆରି କରିବା ଯେତିକି ସହଜ ଥିଲା, ସମୁଦ୍ର ମଝିରେ ଏହାକୁ ବ୍ୟବହାର କରିବା ସେତିକି ହିଁ କଷ୍ଟକର ଥିଲା। ଆଉ ଏଇଠୁ ହିଁ ଆରମ୍ଭ ହେଲା ଦ୍ରାଘିମା ସମସ୍ୟା, ଏକ ମାରାତ୍ମକ ରହସ୍ୟ। 1707 ମସିହାରେ ଏକ ପୁରା ବ୍ରିଟିଶ ନୌସେନା ବେଡ଼ା କୌଣସି ଝଡ଼ କିମ୍ବା ଶତ୍ରୁ ଆକ୍ରମଣ ଯୋଗୁଁ ନୁହେଁ, ବରଂ ଗୋଟିଏ ଛୋଟ ପ୍ରଶ୍ନର ଉତ୍ତର ନ ପାଇ ବୁଡ଼ିଗଲା। ସେମାନେ ପୂର୍ବ କିମ୍ବା ପଶ୍ଚିମ ଦିଗରେ କେତେ ଦୂରରେ ଅଛନ୍ତି? ସେହି ଗୋଟିଏ ଦୁର୍ଘଟଣାରେ 1400ରୁ ଅଧିକ ନାବିକଙ୍କର ଜୀବନ ଚାଲିଗଲା। ଆଉ ଏଇଟା କିଛି ଗୋଟିଏ ଘଟଣା ନଥିଲା, ଏମିତି ଅନେକ ଘଟଣା ସେତେବେଳେ ଘଟୁଥିଲା। ଦେଖନ୍ତୁ, ନାବିକମାନେ ସୂର୍ଯ୍ୟ ଆଉ ତାରାଙ୍କୁ ଦେଖି ସହଜରେ ଜାଣିପାରୁଥିଲେ ଯେ ସେମାନେ ବିଷୁବରେଖାରୁ କେତେ ଉତ୍ତର କିମ୍ବା ଦକ୍ଷିଣରେ ଅଛନ୍ତି, କିନ୍ତୁ ନିଜ ଦେଶରୁ କେତେ ପୂର୍ବ କିମ୍ବା ପଶ୍ଚିମରେ ଅଛନ୍ତି ତାହା ଜାଣିବା ସମ୍ପୂର୍ଣ୍ଣ ଅସମ୍ଭବ ଥିଲା। ଏହି ସମସ୍ୟାର ଗମ୍ଭୀରତାକୁ ଦେଖି ବ୍ରିଟିଶ ସରକାର 1714 ମସିହାରେ ଲଙ୍ଗିଚୁଡ୍ ଆକ୍ଟ ପାରିତ କଲେ, ଆଉ ଘୋଷଣା କଲେ ଯେ ଯିଏ ଏହି ସମସ୍ୟାର ସଠିକ୍ ସମାଧାନ କରିବ ତାକୁ 20,000 ପାଉଣ୍ଡର ପୁରସ୍କାର ଦିଆଯିବ। ଆଜିର ହିସାବରେ ଏହା କୋଟି କୋଟି ଟଙ୍କା ସହ ସମାନ। ଯେତେବେଳେ ବଡ଼ ବଡ଼ ବୈଜ୍ଞାନିକମାନେ ଆକାଶର ତାରାଙ୍କୁ ଦେଖି ଏହାର ସମାଧାନ ଖୋଜୁଥିଲେ, ସେତେବେଳେ ଜଣେ ସାଧାରଣ ଘଣ୍ଟା ନିର୍ମାତା ଏକ ଅବିଶ୍ୱସନୀୟ ଉପାୟ ନେଇ ଆସିଲେ। ଦେଖନ୍ତୁ, ସମାଧାନର ଦୁଇଟି ରାସ୍ତା ଥିଲା। ଗୋଟିଏ ଥିଲା ବୈଜ୍ଞାନିକମାନଙ୍କର ପସନ୍ଦ, ଆକାଶର ତାରା ଆଉ ଗ୍ରହଙ୍କୁ ନେଇ ଜଟିଳ ଗଣନା କରିବା, ଆଉ ଅନ୍ୟଟି ଥିଲା ଏକ ସରଳ କିନ୍ତୁ ଅସମ୍ଭବ ମନେହେଉଥିବା ଧାରଣା, ସଠିକ୍ ସମୟ। ଆଉ ସେହି ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ଜନ୍ ହାରିସନ୍, ଜଣେ କାଠମିସ୍ତ୍ରୀ ଯିଏ ଘଣ୍ଟା ତିଆରି କରୁଥିଲେ। ହାରିସନ୍ ଏମିତି ଏକ ଘଣ୍ଟା ତିଆରି କଲେ ଯାହାକୁ ମେରାଇନ୍ କ୍ରୋନୋମିଟର କୁହାଗଲା। ଏହା ସମୁଦ୍ରର ଲହଡ଼ି, ତାପମାତ୍ରାର ପରିବର୍ତ୍ତନ କିମ୍ବା ଆର୍ଦ୍ରତା କୌଣସି ଜିନିଷ ଦ୍ୱାରା ପ୍ରଭାବିତ ନ ହୋଇ ସବୁବେଳେ ସଠିକ୍ ସମୟ ଦେଉଥିଲା। ଏହା ହିଁ ଥିଲା ପ୍ରକୃତ ଯାଦୁ। ଆଉ ଏହା ପଛର ଆଇଡିଆଟା ବହୁତ ସରଳ ଥିଲା। ଆମେ ଜାଣୁ ପୃଥିବୀ 24 ଘଣ୍ଟାରେ ଥରେ ଘୁରେ, ମାନେ ପ୍ରତି ଘଣ୍ଟାରେ 15 ଡିଗ୍ରୀ। ତେଣୁ ଯଦି ଜଣେ ନାବିକ ପାଖରେ ଏମିତି ଏକ ଘଣ୍ଟା ଅଛି ଯାହା ତାଙ୍କ ଘରର ବା କୌଣସି ଜଣାଶୁଣା ସ୍ଥାନର, ଯେମିତିକି ଗ୍ରୀନୱିଚ୍ର ସଠିକ୍ ସମୟ ଦେଖାଉଛି, ତେବେ ସେ କେବଳ ସ୍ଥାନୀୟ ସମୟ ସହ ତାକୁ ତୁଳନା କରିବ। ଯଦି ସମୟର ପାର୍ଥକ୍ୟ 1 ଘଣ୍ଟା ହେଲା, ତେବେ ସେ ଜାଣିଯିବ ଯେ ସେ ସେହି ଜଣାଶୁଣା ସ୍ଥାନଠାରୁ 15 ଡିଗ୍ରୀ ଦୂରରେ ଅଛି। କେତେ ସହଜ! ହଉ, ଦ୍ରାଘିମା ସମସ୍ୟା ତ ସମାଧାନ ହୋଇଗଲା, କିନ୍ତୁ ଏବେ ଆଉ ଗୋଟେ ନୂଆ ପ୍ରଶ୍ନ ଉଠିଲା। ସେହି ଜଣାଶୁଣା ସ୍ଥାନ ବା ରେଫରେନ୍ସ ପଏଣ୍ଟ କେଉଁଠା ହେବ? ପୁରା ଦୁନିଆ ପାଇଁ ଆରମ୍ଭ ରେଖା ବା ଷ୍ଟାର୍ଟିଂ ଲାଇନ୍ କେଉଁଠି ଟଣାଯିବ? ଧୀରେ ଧୀରେ ଲଣ୍ଡନର ଗ୍ରୀନୱିଚ୍ ଏହି ଦୌଡ଼ରେ ଆଗେଇଲା। ବ୍ରିଟେନର ବିଶ୍ୱବ୍ୟାପୀ ପ୍ରଭାବ ଯୋଗୁଁ ଗ୍ରୀନୱିଚ୍ ଆଧାରିତ ମାନଚିତ୍ର ସବୁଠାରୁ ଅଧିକ ବ୍ୟବହୃତ ହେଉଥିଲା। ଶେଷରେ 1884 ମସିହାରେ ଏହା ଉପରେ ଏକ ଆନ୍ତର୍ଜାତୀୟ ନିଷ୍ପତ୍ତି ନେବା ପାଇଁ ଏକ ସମ୍ମିଳନୀ ଡକାଗଲା। ତେବେ ପ୍ରଶ୍ନ ଉଠୁଛି, ଗ୍ରୀନୱିଚ୍ ହିଁ କାହିଁକି? କାରଣ ସେତେବେଳକୁ ଦୁନିଆର 2/3 ଅଧିକ ଜାହାଜ ଗ୍ରୀନୱିଚ୍ ଆଧାରିତ ମାନଚିତ୍ର ହିଁ ବ୍ୟବହାର କରୁଥିଲେ। ତାଛଡ଼ା ସେଠାରେ ଥିବା ରୟାଲ ଅବଜରଭେଟୋରୀ ସମୟମାପ ଆଉ ଜ୍ୟୋତିର୍ବିଜ୍ଞାନର ଏକ ବଡ଼ କେନ୍ଦ୍ର ଥିଲା। ତେଣୁ ଯାହା ସବୁଠୁ ଅଧିକ ବ୍ୟବହାର ହେଉଥିଲା ତାକୁ ହିଁ 0 ଡିଗ୍ରୀ ଦ୍ରାଘିମା ବା ପ୍ରାଇମ୍ ମେରିଡିଆନ୍ ଭାବେ ବାଛିବା ସବୁଠୁ ବ୍ୟବହାରିକ ନିଷ୍ପତ୍ତି ଥିଲା। ଆଉ ଜାଣନ୍ତି, ହ୍ୟାରିସନ୍ଙ୍କ ସେହି ଘଣ୍ଟା ଆଉ ଗ୍ରୀନୱିଚ୍ର
ପ୍ରାଇମ୍ ମେରିଡିଆନ୍ ଏହି ଦୁଇଟି ଆବିଷ୍କାର ହିଁ ଆଜି ଆମେ ବ୍ୟବହାର କରୁଥିବା ଟେକ୍ନୋଲୋଜିର ମୂଳଦୁଆ ପକାଇଥିଲା। ହଁ, ଆଜି ଆମ ଫୋନ୍ରେ ଥିବା ଜିପିଏସ୍ ଠିକ୍ ସେହି ମୌଳିକ ନୀତି ଉପରେ ହିଁ କାମ କରେ। ଅକ୍ଷାଂଶ, ଦ୍ରାଘିମା ଆଉ ଏକ ସାର୍ବଜନୀନ ଆରମ୍ଭବିନ୍ଦୁ। ଆଉ ସବୁଠୁ ମଜାର କଥା ହେଉଛି ଏହି କାହାଣୀ ଏବେ ବି ସରିନି। ଆଜିର ଆଧୁନିକ ଜିପିଏସ୍ ଟେକ୍ନୋଲୋଜି ଦେଖାଇଛି ଯେ ପ୍ରକୃତ ପ୍ରାଇମ୍ ମେରିଡିଆନ୍ ଗ୍ରୀନୱିଚ୍ର ସେହି ଐତିହାସିକ ରେଖାଠାରୁ ପ୍ରାୟ 100 ମିଟର ପୂର୍ବକୁ ଅଛି। ଟେକ୍ନୋଲୋଜି ଯେତିକି ଉନ୍ନତ ହେଉଛି, ଆମର ବୁଝାମଣା ମଧ୍ୟ ସେତିକି ବଦଳୁଛି। ଆଉ ଏହି ସମସ୍ତ ଇତିହାସର ପରିଣାମ ହେଉଛି ଏହି ଗାଣିତିକ ସୂତ୍ର। ଏହା ଦୁଇଟି ସ୍ଥାନର କୋଅର୍ଡିନେଟ୍ସ ବ୍ୟବହାର କରି ସେମାନଙ୍କ ମଧ୍ୟରେ ଥିବା ଦୂରତାକୁ ସଠିକ୍ ଭାବରେ ଗଣନା କରେ। ଆଜି ଆମ ମୋବାଇଲର ମ୍ୟାପ୍ ଆପ୍ଲିକେସନ୍ ଠିକ୍ ଏହି ସୂତ୍ରକୁ ହିଁ ବ୍ୟବହାର କରେ। ଟିକେ ଭାବନ୍ତୁ ତ, ଦ୍ରାଘିମା ସମସ୍ୟା, ଯାହାକୁ ସମାଧାନ କରିବାକୁ ଶହ ଶହ ବର୍ଷ ଲାଗିଗଲା, ଆଜି କେତେ ସାଧାରଣ ଲାଗୁଛି। ଠିକ୍ ସେମିତି ଆଜି ଆମ ସାମ୍ନାରେ ଯେଉଁ ବଡ଼ ବଡ଼ ସମସ୍ୟା ରହିଛି, ହୁଏତ ଆସନ୍ତାକାଲି ତାର ସମାଧାନ ମଧ୍ୟ ଏତେ ସହଜ ମନେ ହେବ। ଏହା ହିଁ ତ ମଣିଷର ଉଦ୍ଭାବନାର କାହାଣୀ।